ଘରେ ଅଛୁ ନା ନାଇଁ ମ? ଆରେ ଏମିତି ସୁନ୍ଦର ସୁସ୍ଥ ଦିଶୁଥିବା ମଣିଷଟା କାହିଁକି ଏମିତି ଦୁର୍ବଳ ଦେଖାଯାଉଛି? ଆରେ କଣ ହେଇଛି ମତେ ତ ଟିକେ କହ। ଆରେ ମୁଁ ସିନା ତୋର ଆର୍ଥିକ ସ୍ଥିତି ସାହାଯ୍ୟ କରିପାରିବି ନାହିଁ, ହେଲେ ତ ଦୁଃଖରେ ତ ଟିକେ ସମବେଦନା ଜଣାଇ ପାରିବି। ଆରେ କହରେ ସାଙ୍ଗ, ଆରେ କହ ତୋର ହେଇଛି କଣ? ପାରିବୁ ସେ କଥା, ଅଛି ତୋର ସେ ଧୈର୍ଯ୍ୟ? ଆରେ କଣ ଛନ ଛନ ହେଇ ବଢୁଥିବା ସେ ଗଛଟି ଯେତେବେଳେ ତା ପତ୍ର ଗୁଡ଼ିକ କଣା କଣା ହୋଇ ଶୁଖି ମଉଳି ଯାଏ, ତଳେ ପଡ଼ିଯାଏ, ଆଉ କାଣ୍ଡ ଗୁଡ଼ିକ ଯେତେବେଳେ ତଳକୁ ନଇଁଯାଏ, ଶୁଖିଯାଏ, ଗଛର ମୂଳଠୁ କାଣ୍ଡ ଯାଏ ଧୀରେ ଧୀରେ ଶୁଖି ଶୁଖି ମଉଳି ଯାଇ ଗଛଟି ମରିଯାଏ। ଜାଣିବୁରେ ସେତେବେଳେ ଗଛଟିକୁ ଗୋଟେ ଅଜଣା ବଡ଼ ରୋଗ ହୋଇଛି, ଆଉ ସେଇ ରୋଗରେ ଗଛଟି ଶୁଖି ମରିଯାଇଛି। ଅଛି ସେ ଧୈର୍ଯ୍ୟ ତୋର ଶୁଣିବା ପାଇଁ? ଏମିତି ଏକ ରୋଗ ଯାହାକି ସେ ଗଛଟିକୁ ସମ୍ପୂର୍ଣ୍ଣ ରୂପେ ମରି ଶୁଖେଇ ଦେଇଛି ରେ ସାଙ୍ଗ, ଶୁଖେଇ ଦେଇଛି। ହଁ ଦର୍ଶକ ବନ୍ଧୁ, ମୁଁ ଆପଣମାନଙ୍କୁ ଏଇଠି ସୂଚାଇ ଦେବାକୁ ଚାହେଁ, ଯଦି ଜଣେ ମଣିଷ ଚିନ୍ତାରେ ରହେ, ଚିନ୍ତାଗ୍ରସ୍ତ ରହେ, ତାଠୁ ଭଳି ଦୁନିଆରେ ଆଉ ବଡ଼ ରୋଗ ନାହିଁ। ଯେତେ ସୁସ୍ୱାଦୁ ଖାଦ୍ୟ, ଛେନା, ଦହି, ଲବଣୀ, ମାଛ ମାଂସ ଯାହା ବି ଖାଇଲେ ସେ ସୁସ୍ଥତା ଫେରି ଆସି ନପାରେ। ଚିନ୍ତା ଦୁନିଆର ସବୁଠାରୁ ବଡ଼ ରୋଗ। କଥାରେ ଅଛି, ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି। ଆଉ ମଣିଷ ଯେତେବେଳେ ଚିନ୍ତାଗ୍ରସ୍ତ ହୁଏ, ସେଇ ଚିନ୍ତାରେ ଦିନକୁ ଦିନ ଦୁର୍ବଳ ହୋଇ ସେ ରୋଗାଗ୍ରସ୍ତ ହୋଇପଡ଼େ, ହଁ ଦର୍ଶକ ବନ୍ଧୁ, ସମାଜରେ, ପରିବାରରେ ଏମିତି କେତେକ ଲୋକ ଅଛନ୍ତି ସର୍ବଦା ମାନସିକ ଦୁଶ୍ଚିନ୍ତାରେ ରହିଥାନ୍ତି। ତେଣୁ ସେମାନଙ୍କୁ ମୋର ଗୋଟିଏ ନିବେଦନ, ଜୀବନ ଅଛି ତ ସମସ୍ୟା ଅଛି, ଜୀବନ ଅଛି ତ ଦୁର୍ଘଟଣା ଅଛି, ଆଉ ଜୀବନ ଅଛି ତ ଦୁଃଖ ସୁଖ ଲାଗି ରହିଛି। ତେବେ ଆମେ ସେ ଚିନ୍ତାରୁ ମୁକ୍ତ ପାଇବା ପାଇଁ ନିଜକୁ ସର୍ବଦା ଈଶ୍ୱରଙ୍କ ଉପରେ ଭରସା ରଖିବା, ଆଉ ଜୀବନ ସଂଗ୍ରାମରେ ଏମିତି ଚାଲି ରହିବା। ହଁ ଦର୍ଶକ ବନ୍ଧୁ, କଥା ପ୍ରସଙ୍ଗଟି ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚିତ ଭାବେ ଆପଣଙ୍କର ମତାମତ ଦେବେ, ଏବଂ ତା ପୂର୍ବରୁ ଲାଇକ୍ଟିଏ, ସବସ୍କ୍ରାଇବ୍ଟିଏ ନିଶ୍ଚିତ କରିବେ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।